ସାକ୍ଷ୍ୟ ଦେବା ନିମନ୍ତେ ବାଛିଲେ। ଆପଣ ସମସ୍ତଙ୍କୁ ଧନ୍ୟବାଦ ଦେବି ମୋତେ ସୁଯୋଗ ଦେଇଥିବାରୁ। ଆଉ ପ୍ରଭୁଙ୍କର ଅନୁଗ୍ରହ ହଉ। ଆଉ ମୋର ଆରାଧନା କରିବାର ଲାଇଫ ବିଷୟରେ ମୁଁ କହିବାକୁ ଚାହେଁ। ଆଉ ମୁଁ ଛୋଟ ବେଳରୁ ଗୀତ ଗାଉଥିଲି। ଆଉ ପ୍ରଥମରେ ମୁଁ ସଣ୍ଡେ ସ୍କୁଲରେ ଶିଖିଲି ଗୀତ ଗାଇବାରେ। ଆଉ ପ୍ରଭୁ ଅନୁଗ୍ରହ କଲେ ସେଠାରେ ପ୍ରଥମ ମୁଁ ଗୀତ ଗାଇବାରେ ବହୁତ ଡରୁଥିଲି। ମାନେ ଛୋଟ ଥିଲି ସେ ସମୟରେ। ଆମର ପ୍ରଥମ ଗୀତ ଆଜି ପରା ଡିସେମ୍ବର 25 ତାରିଖ, ସେଇ ଗୀତରୁ ଗାଇକିରି ମୁଁ ପ୍ରଭୁଙ୍କୁ ପାଇଲି। ମୁଁ ଯେମିତି ଗାଇଲା ବେଳେ ମୁଁ ମାଉଥ ବି ଧରିବାକୁ ମୁଁ ଡରୁଥିଲି ବହୁତ, ହାତ ଥରି ଯାଉଥିଲା ସମସ୍ତଙ୍କ ଆଗରେ ଛିଡା ହେଇ ଗୀତ ଗାଇବାରେ ସବୁରେ। ମତେ ପ୍ରଭୁ ଅନୁଗ୍ରହ କଲେ ତାଙ୍କରି ଗୀତ ଗାଇବାରେ ଆରାଧନା କରିବା ନିମନ୍ତେ ପ୍ରଭୁ ମତେ ବାଛିଲେ ଏବଂ ପ୍ରଭୁଙ୍କୁ ଧନ୍ୟବାଦ ଦେବି। ଆଉ ପ୍ରଭୁ ଅନୁଗ୍ରହ କଲେ ବହୁତ ସୁନ୍ଦର ପରିବାରଟି ମତେ ଦେଲେ ପ୍ରଭୁ। ଆଉ ପ୍ରଭୁ ମୋ ପରିବାରରେ ଗୋଟେ ଏମିତି ବଡ ଇଏ ଆସିଲା, ସେଇଟା ମୁଁ ସେଦିନ ହିଁ ଜାଣିପାରିଲି। ଆଉ ପ୍ରଭୁଙ୍କୁ ଚରଣ ତଳେ ମୁଁ ତାପରଠୁ ବୁଝିପାରିଲି କି ମୁଁ କେମିତି ଆସିଲି। ଆଉ ପ୍ରଭୁ ଅନୁଗ୍ରହ କଲେ କି ଗୋଟିଏ ଭୋଜି ମାଧ୍ୟମରେ ପ୍ରଭୁ ଆମମାନଙ୍କୁ ବହୁତ, ଆମ ପରିବାର ଗୋଟେ ଅସୁସ୍ଥ ଆସିଲା। ଆଉ ସେ ଅସୁସ୍ଥରେ ମୋ ବାପାଙ୍କୁ ହରେଇଲି। ଆଉ ସେ ସମୟରେ ଗୋଟେ ଭୋଜି ଥିଲା, ଆମର କୋରାପୁଟିଆରେ କହନ୍ତି ଏକୋଇଶିଆ ଭୋଜି ବୋଲି ଗୋଟେ କୁହନ୍ତି। ସେ ଭୋଜିରେ ଯେତେ ଜଣ ପ୍ରାୟ ଆସିଥିଲୁ, ଆମେ ସମସ୍ତେ ଭୋଜି ଖାଇଥିଲୁ। ଆଉ ସେ ସମୟରେ ଆନ୍ଧ୍ରାରୁ ଗୋଟେ କୁକୁଡ଼ା ଏମିତି ମିଳେ, ସେଟା ବହୁତ କମ ପଇସାରେ 10 ଟଙ୍କା ନା 12 ଟଙ୍କା କେଜି ହିସାବରେ ସେ କୁକୁଡ଼ା ଆଣନ୍ତି। ଆମେ ଜାଣିନଥିଲୁ, କେହି ମଧ୍ୟ ସେ ଭୋଜିରେ ସେ ସବୁ ଆଣିକି ୟୁଜ କରିଛନ୍ତି, ଚିକେନ ୟୁଜ କରିଥିଲେ। ଆଉ ସେ ଚିକେନ ଭୋଜି ଖାଇକିରି ବହୁତ ଗୋଟେ 50 ଜଣ ନା ଆମେ 45 ଜଣ ଖଣ୍ଡେ ହବୁ ବହୁତ ଅସୁସ୍ଥ ହେଇଯାଇଥିଲୁ। ମାନେ ଝାଡା ବାନ୍ତିରେ ପୁରା ବହୁତ ସମସ୍ତେ ମେଡିକାଲ, ଗଭର୍ଣ୍ଣମେଣ୍ଟ ଆମର ମାଥାଲପୁର ଗଭର୍ଣ୍ଣମେଣ୍ଟ ମେଡିକାଲରେ ହିଁ ବହୁତ ଜଣ ମାନେ ଅସୁସ୍ଥ ଥିଲୁ। ଆଉ ପ୍ରଭୁଙ୍କର ଅନୁଗ୍ରହ, କେତେ ଜଣ ସେଠାରେ ମାନେ ଦୁର୍ବଳ ବହୁତ ହେଲେ, ଆଉ କେତେ ଜଣଙ୍କର ପ୍ରାଣ ବି ଗଲା। ଆଉ ପ୍ରଭୁ ଆମ ପରିବାରରେ ମୁଁ ଏବଂ ମୋ ବାପା ବେଶୀ ସିରିୟସ ରେ ଥିଲୁ। ମୁଁ ନିଜେ ବେଡରେ ଥିଲି, ସାଇଲେନ୍ସ ଚଢୁଥିଲୁ। ଆମ ଘରେ 2 ଜଣ 2 ପଟେ ଆମେ ପଡିଥିଲୁ। ଆଉ ମେଡିକାଲରୁ ଆସିଲୁ ପରେ ମେଡିକାଲରେ ସାଲାଇନ୍ ହେଲା, ସବୁ କିଛି ହେଲା ପରେ ମୁଁ ଆଉ ଆମ ବାପାକୁ ଘରେ ଆଣିଲି। ଆମ ଘରେ ଆଣିଲା ପରେ ମୁଁ ଗୋଟେ ସାଇଡ ଶୋଇଥିବାର, ମୋ ବାପା ଗୋଟେ ସାଇଡ ଶୋଇଥିବାର। ଆଉ ବାପା ସେ ସମୟରେ ମୁଁ ଧୀରେ ଧୀରେ ଠିକ ହେଇଗଲି। ପ୍ରଭୁଙ୍କର ଅନୁଗ୍ରହ ହେଲା, ସାୟଦ ମୁଁ ଠିକ ହେଇଗଲି। ଝାଡା ବାନ୍ତିରୁ ପ୍ରଭୁର ବ୍ଲଡ ବି ଚଢା ହେଲା, ସାଇଲେନ୍ସ ଚଢା ହେଲା, ସବୁ କିଛି। ବାପାଙ୍କୁ ବ୍ଲଡର ବହୁତ ଅଭାବ ହେଲା। ଆଉ ବାପାଙ୍କୁ ସାଙ୍ଗେ ସାଙ୍ଗେ ଗୋଟେ ଦିନ ଠିକ ହେଲେ, ତାପରେ ବାପାଙ୍କୁ ଆଉ ପ୍ରୋବ୍ଲେମ ହେଲା। କାହିଁକି ନା ଆମ ବାପା ପିଉଥିଲେ, ଆମ ବାପା ପିଆ ପିଇ କରୁଥିଲେ ବହୁତ। ଆଉ ତାଙ୍କୁ ତୁରନ୍ତ କୋରାପୁଟ ହସ୍ପିଟାଲରେ ନିଆଗଲା। କୋରାପୁଟ ହସ୍ପିଟାଲ ନିଆଗଲା, ସେଠାରେ ଡକ୍ଟର କହିଲେ ଆଉ ତାଙ୍କର ଲିଭର ପ୍ରୋବ୍ଲେମ ଖରାପ ଅଛି। ସେଠାରେ ପ୍ରଭୁ ବାପାଙ୍କୁ ସେଠାରେ କୋରାପୁଟରୁ ହିଁ ନେଇଗଲେ। ମୁଁ ଘରେ ହିଁ ଥିଲି, ଖଟରେ ଥିଲି। ମୋ ବାପାଙ୍କୁ ଲାଷ୍ଟ ଟାଇମରେ ମୁଁ ଦେଖି ପାରିଲିନି। ତାପରେ ସେପଟରୁ ଆମ ଗାଁରେ ନେଇଗଲେ, ସେଠାରେ ହିଁ ବାପାଙ୍କୁ କବର ଦିଆ ହେଲା। ଆଉ ମୁଁ ବି ଗଲି, ତାପରେ ଆସିଲି। ପ୍ରଭୁ ସାୟଦ ମତେ ବ୍ୟବହାର କରିବାକୁ ଚାହୁଁଥିଲେ, ସେଥିପାଇଁ ମୁଁ ଜୀବିତ ରହିଲି। ଆଉ ସେ ଭୋଜି ଦ୍ଵାରା ଅନେକ ଯେତେ ଜଣ ହେଇଥିଲେ, କମ ସେ କମ ଗୋଟେ 2 ଜଣ ଖଣ୍ଡେ, 2 ଜଣ ନା 3 ଜଣଙ୍କର ଡେଥ ହେଇଗଲା। ଆଉ
ବାପାଙ୍କର ଦେହ ସାୟଦ ବାପା ବଞ୍ଚି ଯାଇଥାଇପାରନ୍ତି, ତାଙ୍କେ ପିଉ ନଥିଲେ। ଯଦି ତାଙ୍କେ ପିଉ ନଥିଲେ ତାଙ୍କେ ବଞ୍ଚି ଯାଇଥାନ୍ତେ। ତାଙ୍କର ଲିଭର ଖରାପ ହେଇଯାଇଥିଲା, ସେଥିପାଇଁ ବାପାଙ୍କର ଡେଥ ହେଇଗଲା। ଆଉ ପ୍ରଭୁ ମୁଁ ସେଇ ଦିନଠୁ ମୁଁ ଜାଣିଲି 2012ରେ ଆମର ମତେ ଗୀତ ଗାଇବାରେ ଇଣ୍ଟରେଷ୍ଟେଡ ଥିଲା। ଆଉ ମୁଁ କୟରେ ବହୁତ ଆଟେଣ୍ଡ କରିବାକୁ ଚେଷ୍ଟା କଲି। ଆଉ 2012 ଖ୍ରୀଷ୍ଟ ମହୋତ୍ସବ ସେମ୍ଲିଗୁଡା, ଆଉ ସେଠାରେ ସ୍ପିକର ଥିଲେ ଆମର ଚେନ୍ନାଇର କୋଏମ୍ବୁଟର ହରିଗମ୍ସ ସ୍ପିକର, ତାଙ୍କେ ଆସିଥିଲେ। ଆଉ ଷ୍ଟେଜରେ ବହୁତ ସୁନ୍ଦର ପ୍ରଭୁଙ୍କ ଆରାଧନାରେ ସବୁଠିରେ ଆମେ ସହଯୋଗ ହେଲି, ମୁଁ ବି ଦେଲି ଏବଂ ମୋର କେତେ ସାଙ୍ଗସାଥି ସବୁ ମିଶିଥିଲୁ ଆମେ। ଆଉ ସେଇ ଜାଗାରେ ହିଁ ପ୍ରଭୁ ମତେ ଧରିଲେ, ପ୍ରଭୁଙ୍କର ଅଭିଷେକ ପାଇଲି, ପବିତ୍ର ଆତ୍ମାଙ୍କର ଅଭିଷେକ ପାଇଲି ଏବଂ ସେଥିରୁ ହିଁ ପ୍ରଭୁ ମତେ ଧରିଲେ ତାଙ୍କର ଆରାଧନା କରିବା ନିମନ୍ତେ। ଆଉ ମୋର ଆରାଧନା ଆମେ କୟରେ ଆମର ଲିଡର ଥିଲେ ଆମର ସଲମନ କୁଲଦୀପ ଆଜ୍ଞା, ଆମର ପାଷ୍ଟର ସଲମନ କୁଲଦୀପ, ମଜେଶ ସର, ସେମାନେ ଆମର ଆରାଧକ ଥିଲେ। ପ୍ରଭୁ ସାହାଯ୍ୟ କଲେ ତାଙ୍କର ଦ୍ୱାରା ଶିଖିବାରେ। ସେଥିରୁ ମୁଁ କଣ୍ଟିନ୍ୟୁଅସଲି ପ୍ରାୟ ଆରାଧନା କରିବା ନିମନ୍ତେ ପ୍ରାୟ ଆସେମ୍ବଲି ଗୁଡାରେ ମିଟିଂ ଆମର ବଡ ହଉଥିଲା, ସେଥିରୁ ମୁଁ ସବୁ ମିଟିଂରେ ଆଟେଣ୍ଡ କରିବାକୁ ଚେଷ୍ଟା କଲି। ସେଥିରୁ ଆରାଧନା କରିବାକୁ ପ୍ରଭୁ ମତେ ସାହାଯ୍ୟ କଲେ, ଗୀତ ଗାଇବାରେ ସାହାଯ୍ୟ କଲେ। ଆଉ ପ୍ରଭୁଙ୍କୁ ସେଇଠୁ ପାଇଲା ପରେ 2012 ନଭେମ୍ବର 9 ତାରିଖରେ ମୁଁ ବାପ୍ତିସ୍ମ ନେଲି। ଆଉ ପ୍ରଭୁ ଅନୁଗ୍ରହ କଲେ, ସେଠାରେ ବାପ୍ତିସ୍ମ ନେଲି। ମୋର ବାପ୍ତିସ୍ମ ଦେଲେ ମତେ ଆମର ପ୍ରିୟ ପାଳକ ଆଇରିଶ ଆଜ୍ଞା ବାପ୍ତିସ୍ମ ଦେଲେ ମର୍ଚମାଳ ନଦୀରେ। ଆଉ ପ୍ରଭୁକୁ ମୁଁ ସେଦିନ ପାଇଲି ଏବଂ ପ୍ରଭୁଙ୍କୁ ଗୌରବ ନିମନ୍ତେ ସେଦିନରୁ ବ୍ୟବହାର ହେଲି। ଆଉ ମତେ ଖୁବ ସୁନ୍ଦର ଗୋଟେ ଆମେ ଏଠି ଆମର ଭେଜାପୁଟରେ ବି ଛୋଟ ଚର୍ଚ୍ଚ ଥିଲା, ସେଠାରେ ବି ଯାଉଥିଲି, ସେଠାରୁ ବି ଶିକ୍ଷା ଗ୍ରହଣ କରୁଥିଲି। ପ୍ରଭୁ ଆମ ପରିବାର ସମସ୍ତେ ସେଠାରେ ବସନ୍ତି। ପରେ ପ୍ରଭୁଙ୍କର ଗୌରବ ହଉ କି ପ୍ରଭୁ ମତେ ବହୁତ ସୁନ୍ଦର ଗୋଟେ ମଣ୍ଡଳୀଟିଏ ମଧ୍ୟ ଯୋଗେଇଲେ। ଆଉ ସେଇଟା ହଉଛି ୟୁନିୟନ ଚର୍ଚ୍ଚ, ଟାଉନସିପ ଭିତରେ ଅଛି ସେଇଟା। ସେଥିରେ ମୁଁ ଗଲି, ସେଠି ଗଲା ପରେ ପ୍ରଭୁ କେତେ ସୁନ୍ଦର ଆମର ଆତ୍ମିକ ପାଳକ ଦେଲେ, ଆତ୍ମିକ ଲୋକମାନଙ୍କୁ ପ୍ରଭୁ ମୋ ପାଇଁ ଯୋଗେଇଲେ ଏବଂ ସେଠାରେ ମୁଁ ବହୁତ ସୁନ୍ଦର ପରିବାରଟେ ମଧ୍ୟ, ଆତ୍ମିକ ପରିବାରଟେ ମଧ୍ୟ ମୁଁ ପାଇଲି। ଆଉ ସମସ୍ତେ ବହୁତ ଭଲ, ପ୍ରଭୁଙ୍କର ଅନୁଗ୍ରହ ହଉ। ଆଉ ସେଠାରୁ ମଧ୍ୟ ମୁଁ ଲିଡ୍ କରିବାରେ ସବୁଠିରେ ପ୍ରଭୁ ମତେ ସାହାଯ୍ୟ କଲେ। ସଣ୍ଡେରେ ଆରାଧନା କରିବାରେ ସବୁଠିରେ ପ୍ରଭୁ ମତେ ସାହାଯ୍ୟ କଲେ। ଆଉ ପ୍ରଭୁଙ୍କର ଅନୁଗ୍ରହ ହଉ। ଆଉ ମୁଁ ନିଜେ ଇଚ୍ଛା ଥିଲା କି ମୁଁ କେବେ ନିଜେ ଆରାଧନା କରିବି, ନିଜେ କେବେ ମୋର ହବ ମାନେ ମିଟିଂ ଆରାଧନା କରିବି। ଆଉ ପ୍ରଭୁ ଅନୁଗ୍ରହ କଲେ, ଦୀର୍ଘ ଗୋଟେ 4-5-6 ମିଟିଂରେ ପ୍ରଭୁ ମତେ ଲିଡର ହିସାବରେ ମଧ୍ୟ ପ୍ରଭୁ ବ୍ୟବହାର କଲେ। ଆଉ କେତେ ବଡ ବଡ ମହାସଭା, ଯୋଉ ପିଲା କି ମାଉ ଧରିକି ଥରୁଥିଲା, ଗୀତ ଗାଇବାରେ ଡରୁଥିଲା, ସେ ଏତେ ବଡ ବଡ ଲୋକ ଆଗରେ ଛିଡା ହେଇକି ମଧ୍ୟ, ଏତେ ହଜାର ହଜାର ଲୋକ ଆଗରେ ଛିଡା ହେଇ ମୁଁ ଗୀତ ଗାଇଲି। ଆଉ ପ୍ରଭୁଙ୍କୁ ମୁଁ ସେଇଟା ବହୁତ ବହୁତ ଧନ୍ୟବାଦ ଦେବି। ଆଉ ପ୍ରଭୁ ମତେ ସେ ଭୟରୁ ମଧ୍ୟ ଦୂରେଇ କଲେ। ଆରେ ଜୀବିତ ରଖିବା ପ୍ରଭୁଙ୍କର ସାୟଦ ମୁଁ ସେଦିନ 2012ରେ ହିଁ ଜାଣିପାରିଲି, ପ୍ରଭୁ ମୁଁ ଆଜି ସାୟଦ ମୋର ପାଇଁ ବ୍ୟବହାର ହେବା, ଏଇ ଦିନ ମାନେ ଦେଖେଇବା ନିମନ୍ତେ ହିଁ ପ୍ରଭୁ ମତେ ଜୀବିତ ରଖିଲେ। ନହେଲେ ସେଦିନ ମୁଁ ବି ସାୟଦ କଣ ହେଇଗଲା ମୁଁ ଜାଣିନି, ମାତ୍ର ପ୍ରଭୁ ମତେ ରକ୍ଷା କଲେ। ଆଉ ପଢା ଲାଇଫରେ ମଧ୍ୟ ବହୁତ କଷ୍ଟ ହେଲା। ଛୋଟବେଳରୁ ବାବାଙ୍କର ସାୟଦ 2 ବର୍ଷ ହଟିଥିବ। ପଢା ଲାଇଫରେ ମଧ୍ୟ ପ୍ରଭୁ ଅନୁଗ୍ରହ କଲେ। ପାର୍ଟ ଟାଇମ ଜବ କରିକି ବି ମୁଁ ପାଠ ପଢିଲି ପଢା ଲାଇଫରେ ମଧ୍ୟ। ଏବଂ ପ୍ରଭୁ 10th ରେ ମୋର ଗୋଟେ ଥର ବ୍ୟାକ୍ ଲାଗିଗଲା, ଗୋଟେ ଥର ବ୍ୟାକ୍ ହେଇଗଲି।
ଆଉ ପ୍ରଭୁ ଅନୁଗ୍ରହ କଲେ 10th ପରେ ପୁଣି ଥରେ ଏକ୍ସାମ ଦେଲି, ପାସ୍ ହେଲି। ପ୍ରଭୁ ସେମିତି ହିଁ ପାର୍ଟ ଟାଇମ୍ ଜବ୍ କରିକି ହିଁ +2 +3 ITI ଆପ୍ରେଣ୍ଟିସ୍, ଆଉ ପ୍ରଭୁ ଆଜି ଏ ବର୍ଷ ଲାଷ୍ଟ ଗ୍ରାଜୁଏସନ ପ୍ରଭୁ କମ୍ପ୍ଲିଟ୍ କରିବାକୁ ସାହାଯ୍ୟ କଲେ। ପ୍ରଭୁଙ୍କୁ ବହୁତ ବହୁତ ଧନ୍ୟବାଦ। ଆଉ ପ୍ରଭୁ ମତେ ଆତ୍ମାରେ କଢେଇ ନିଅନ୍ତି। ଆଉ ମତେ ଗୀତ ଶିଖିବାର ବହୁତ ଇଣ୍ଟରେଷ୍ଟେଡ ଥିଲା। ନୂଆ ନୂଆ ଗୀତ ସବୁବେଳେ ମୁଁ ପ୍ରାକ୍ଟିସ କରିବାକୁ ଚେଷ୍ଟା କରେ। ବସିଲା ବେଳେ ଉଠିଲା ବେଳେ ଶୁଣେ। ମତେ ଆମର ଗୀତ ଗୁଡାକ ଯେତେ ଶୁଣେ, ଯୋଉ ପାର୍ଟ ଟାଇମ୍ ଜବ୍ କଲା ବେଳେ ମଧ୍ୟ ମୁଁ ଆମର ଗୀତ ଶୁଣିକିରି ହିଁ ମୋର ସେଇ ସମୟରେ ମୋର ପ୍ରାକ୍ଟିସ ହେଇଯାଏ। ଆଉ ପ୍ରଭୁ ଆଜି ପର୍ଯ୍ୟନ୍ତ 2019ରୁ ଆମର ଯୋଉ ମର୍ଣ୍ଣିଂ ପ୍ରେୟର ଷ୍ଟାର୍ଟ ହେଲା, ସେଇଥିରୁ କଣ୍ଟିନ୍ୟୁସଲି ଆଜି ପର୍ଯ୍ୟନ୍ତ ମୁଁ ଆରାଧନାରେ ପ୍ରଭୁଙ୍କୁ ଗୌରବ ନିମନ୍ତେ ବ୍ୟବହାର ହଉଛି। ପ୍ରଭୁଙ୍କୁ ଧନ୍ୟବାଦ ଦେବି। ଆଉ ମୋ ନିମନ୍ତେ ମଧ୍ୟ ପ୍ରାର୍ଥନାରେ ରଖନ୍ତୁ, ମୋର ଲାଇଫ ପାଇଁ ମଧ୍ୟ ପ୍ରାର୍ଥନାରେ ରଖନ୍ତୁ। ଆଉ ଏ ଛୋଟିଆ ସାକ୍ଷ୍ୟରେ ପ୍ରଭୁ ଗୌରବ ପାଆନ୍ତୁ। ଆମେନ୍ ଗୋଟେ ଆମେନ୍। ଗୀତ ଗାଇଦିଅ, ସାକ୍ଷୀ କମ୍ପ୍ଲିଟ୍ ହେଇଯିବ। ଗୋଟେ ପଦ ହେଲେ ଗୀତ ଗାଇଦିଅ। ଆଉ ମୁଁ 10th କ୍ଲାସରେ ଗୋଟେ ଗୀତ ଗାଇଥିଲି ଆମର ହାଇସ୍କୁଲରେ, ଆଉ ସେଠାରେ ମୁଁ ସେକେଣ୍ଡ ପ୍ରାଇଜ ପାଇଥିଲି। ମୁଁ ଫାର୍ଷ୍ଟ ଟାଇମ୍ ମାନେ ମୋ ସାଙ୍ଗମାନେ ସମସ୍ତେ ମାନେ ହିନ୍ଦୁରୁ ବି ଅଛନ୍ତି, ଖ୍ରୀଷ୍ଟିଆନରୁ ବି ଅଛନ୍ତି, ମାତ୍ର ମୁଁ ସ୍କୁଲରେ ଫଙ୍କସନ ହୁଏ, ସେଠାରେ ମୁଁ ଫାର୍ଷ୍ଟ ଟାଇମ୍ ଗାଇଥିଲି। ମୁଁ କେବେ ମାନେ ଆମ ଖ୍ରୀଷ୍ଟିଆନ ଗୀତ ଗାଇନ, ମାନେ ସେ ଏମିତି ବିଜାତୀୟ ମାନଙ୍କର ପାଖରେ ଗାଇ ନଥିଲି। ସେଦିନ ହିଁ ମୋର ଗୋଟେ ସାହସ ଆସିଲା ସେ ଗୀତ ମୁଁ ଗାଇବି। ଆଉ ପ୍ରଥମ ସେଇ ଗୀତ ଦ୍ୱାରା ମୁଁ ପ୍ରଭୁଙ୍କୁ ଗୌରବ କରିବାକୁ ଚାହେଁ। ଏବେ କେମିତି ସୁଯିବି ତୁମ ଋଣ ପ୍ରଭୁ ମୁଁ ଜାଣି ପାରୁନାହିଁ, କେମିତି ସୁଯିବି ତୁମ ଋଣ ପ୍ରଭୁ ମୁଁ ଜାଣି ପାରୁନାହିଁ। ମୋର ପାପ ପାଇଁ ମୋର ପାପ ପାଇଁ କ୍ରୁଶରେ ଝୁଲିଲ, ନିଜ ରକ୍ତ ଢାଳି ମତେ ଉଦ୍ଧାର କରିଲ। ଏଇ ଅଗଣିତ ପାପୀ ମଣିଷ ପାଇଁ କେମିତି ସୁଯିବି ତୁମ ଋଣ ପ୍ରଭୁ ମୁଁ ଜାଣି ପାରୁନାହିଁ, କେମିତି ସୁଯିବି ତୁମ ଋଣ ପ୍ରଭୁ ମୁଁ ଜାଣି ପାରୁନାହିଁ। ଧନ୍ୟବାଦ। ଥ୍ୟାଙ୍କ ୟୁ ସଞ୍ଜୟ ଭାଇ। ଆମେନ୍ ଆମେନ୍। ଆପଣ ମାନେ ସମସ୍ତେ